ତାଙ୍କର କେତେଟା ପୁଅ ଥିଲେ? ଚାରିଟା ପୁଅ ଥିଲେ। କେତେ ପୁଅ ଥିଲେ? ସମସ୍ତେ ଦେଖ ଚାରିଟା ପୁଅ ଥିଲେ। ପ୍ରଥମ ପୁଅର ନାଁ କଣ? ରାମଚନ୍ଦ୍ର। କଣ? ଦ୍ୱିତୀୟ ପୁତ୍ରର ନାଁ ହେଉଛି ଲକ୍ଷ୍ମଣ। ତୃତୀୟ ପୁତ୍ରର ନାଁ ହେଉଛି କଣ? ଭରତ। ଆଉ ଚତୁର୍ଥ ପୁତ୍ରର ନାଁ ହେଉଛି କଣ? ଶତ୍ରୁଘ୍ନ। କହିଲି ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ। ତମ ଭିତରେ କାହା ନାଁ ଅଛି ସେମିତି? ନାଇଁ। ଏବେ ସବୁ କେତେଟା ପୁଅ ହଉଛ? ଗୋଟେ ଦିଟା ନାଇଁ। ସେତେବେଳେ ଦଶରଥଙ୍କର ଚାରିଟା ପୁଅ ଥିଲେ। କେତେଟା ପୁଅ ଥିଲେ? ତମେ ବାପା ମାଙ୍କ କଥା ମାନୁଛ? କିଏ ସବୁ ମିଛ। କିଏ ମାନୁଛି କିଏ ମାନୁନି। ସେତେବେଳେ କିନ୍ତୁ ରାମଚନ୍ଦ୍ର ଏମାନେ କଣ କରୁଥିଲେ? ପିତୃଙ୍କ ବାପାଙ୍କ କଥା ସବୁ ମାନୁଥିଲେ। ବାପା ମାଙ୍କ କଥା ବୁଝିପାରିଲ? ତମେ ବି ସେମିତି କରିବ। କାରଣ ରାମଚନ୍ଦ୍ର ଠାକୁର ହେଇକି ଦେଖେଇ ଦେଇଛନ୍ତି ମୁଁ ବାପାଙ୍କ କଥା ମାନୁଛି, ତମେ ବି ମାନିବ। ସିଏ ଯଦି ଠାକୁର ହେଇକି କଥା ମାନିଲେ ଆମେ ମାନିବା ନା ନାହିଁ? ସିଏ ତ